ନମସ୍କାର, ମୁଁ ସୁପ୍ରିୟା। ମଧ୍ୟପ୍ରାଚ୍ୟରେ ଏପର୍ଯ୍ୟନ୍ତ ସ୍ୱାଭାବିକତା ଫେରି ନାହିଁ। ସମସ୍ତ କୂଟନୈତିକ ପ୍ରୟାସ ଯାହା ଉଭୟ ପକ୍ଷ କହୁଥିଲେ ତାହା ବାଧାପ୍ରାପ୍ତ ହୋଇସାରିଛି ଏବଂ ଏବେ ଏମିତି ଏକ ପରିସ୍ଥିତି ରହିଛି ଯେ ଅସ୍ତ୍ରବିରତି ସମୟରେ ମଧ୍ୟ ତାର ବରାବର ଉଲ୍ଲଂଘନ କରାଯାଇଛି। ଉଭୟଙ୍କ ଉପରେ ଚାପ ପ୍ରୟୋଗ କରିବା ସତ୍ତ୍ୱେ ମଧ୍ୟ କୌଣସି ଫଳ ବାହାରି ପାରିନାହିଁ ଏବଂ ଆଜିର ଯାହା ସୂଚନା ରହୁଛି ଯେ ଇରାନ ଉପରେ ବଡ଼ ହାମଲା ହେବ ଏକଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ସୋସିଆଲ ସାଇଟରେ ରଖିଛନ୍ତି। ଅବଶ୍ୟ ପେଣ୍ଟାଗନ ତରଫରୁ କିଛି ନୁହେଁ, କିନ୍ତୁ ଟ୍ରମ୍ପ ନିଜସ୍ୱ ଭାବରେ ଏକଥା କହୁଛନ୍ତି ଏବଂ ରୀତିମତ ଚେତାବନୀ ଦେବା ଶୈଳୀରେ ଲେଖିଛନ୍ତି। ଖାର୍ଗ ଦ୍ୱୀପ ସହ ତୈଳ ଉତ୍ସକୁ ନିୟନ୍ତ୍ରଣକୁ ନେବାକୁ ଏକରକମ ଚେତାବନୀ ଦେଇଛନ୍ତି। ଗୋଟିଏ ପଟରେ ଏକଥା ବି କୁହାଯାଉଛି ଏବଂ ଭେନିଜୁଏଲା ପରି ସମସ୍ତ ତୈଳ ଆଉ ଗ୍ୟାସକୁ ନିୟନ୍ତ୍ରଣକୁ ନିଆଯିବ ବୋଲି ମଧ୍ୟ ଗୋଟେ ରକମ ଧମକ ଦିଆଯାଇଛି। ଏ ସମ୍ପର୍କରେ ଆମେ ଅଧିକ ଆଲୋଚନା କରିବା। ଆମ ସହିତ ବରିଷ୍ଠ ସ୍ତମ୍ଭକାର ଭାଲଚନ୍ଦ୍ର ଷଡଙ୍ଗୀ ରହିଛନ୍ତି। ଭାଲଚନ୍ଦ୍ର ବାବୁ, ସ୍ୱାଗତ କରୁଛି ଆଲୋଚନାକୁ। କିଛି ନମସ୍କାର। ଦିନର ବିରତି ପରେ ଆମେ ପୁଣି ଥରେ ଯୁଦ୍ଧ ପ୍ରସଙ୍ଗରେ ଚର୍ଚ୍ଚା କରୁଛେ। ଏ ଯୁଦ୍ଧ ସରିବାର ନାଁ ଧରୁନାହିଁ ଏବଂ ସେଠି ଯୁଦ୍ଧ ନ ସରିବା ପର୍ଯ୍ୟନ୍ତ ଆମର ଦୈନନ୍ଦିନ ଜୀବନରେ ସ୍ୱାଭାବିକତା ଆସିବ ନାହିଁ, କାରଣ ତାର ପୁରା ପ୍ରଭାବକୁ ଆମେ ସମସ୍ତେ ଅନୁଭବ କରୁଛୁ। ସେ ସ୍ଥିତିକୁ ଆପଣ କେମିତି ଦେଖୁଛନ୍ତି ଏବଂ ଯୋଉ ଘଟଣା ବର୍ତ୍ତମାନ ସଦ୍ୟ ଟ୍ରମ୍ପ ଯାହା କହୁଛନ୍ତି ତାକୁ କେତେ ସିରିୟସଲି ନିଆଯିବ? ଆପଣ ଯଦି ଦେଖିବେ ଯେ ବର୍ତ୍ତମାନ ପୁଣି ଥରେ ଯୁଦ୍ଧ ଆରମ୍ଭ ହେବା ପଛରେ ମୁଖ୍ୟତଃ ଦାୟୀ ଟ୍ରମ୍ପ ଆଉ ଇସ୍ରାଏଲର ପ୍ରଧାନମନ୍ତ୍ରୀ। ଏମାନଙ୍କର ଯୋଉ ଯୁଦ୍ଧଖର ମନୋଭାବ, ଏମାନେ ସ୍ଥାୟୀ ଶାନ୍ତି ଚାହୁଁନାହାନ୍ତି। ଏମାନେ ଲଗାତାର ଭାବରେ ଯୋଉ ରାଜିନାମା ହେଇଥିଲା, ଯାହା ବି ସର୍ବନିମ୍ନ ଅଣ୍ଡରଷ୍ଟାଣ୍ଡିଂ ଗୋଟେ ହେଇଥିଲା, ତାକୁ ସେମାନେ ଉଲ୍ଲଂଘନ କରୁଛନ୍ତି ଏବଂ ସେମାନେ ଘୋଷଣା କରିଥିଲେ ଯେ ଲେବାନନ ଉପରେ ଆକ୍ରମଣ କରିବେନି, କିନ୍ତୁ ଅନ୍ୟପଟେ ଦେଖାଗଲା ଇସ୍ରାଏଲର ସେନା ଲଗାତାର ଭାବରେ ଲେବାନନ ଉପରେ ଆକ୍ରମଣ କଲା ଏବଂ ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ଗାଜାକୁ ଯେମିତି ସେମାନେ ଧ୍ୱଂସସ୍ତୂପରେ ପରିଣତ କରିଦେଲେ, ସେମିତି ସାଧାରଣ ଲେବାନନକୁ ପୁରା ଗୋଟେ ଧ୍ୱଂସସ୍ତୂପରେ ପରିଣତ କରିବା ପରି ଲଗାତାର ମିଜାଇଲ କରିକି ମାରିକି ସେମାନେ ଧ୍ୱସ୍ତ ବିଧ୍ୱସ୍ତ କଲେ। ତେଣୁ ଇରାନ ପକ୍ଷରେ ଏଇଟାକୁ ଟଲରେଟ୍ କରିବା ସମ୍ଭବ ନଥିଲା, କାରଣ ଇରାନ କେବଳ ତାର ଦେଶର କଥା ଭାବୁନି। ସିଏ ଲେବାନନ ଯେତେବେଳେ ଚୁକ୍ତି ହେଇଥିଲା ସେତେବେଳେ ଲେବାନନ ବି ସାମିଲ ଥିଲା, ଲେବାନନର ଅସ୍ତ୍ର ବିରତି ବି। ତେଣୁ ହିଜବୁଲ୍ଲା ଆକ୍ରମଣ କରୁନଥିଲା, ଏମାନେ ଆକ୍ରମଣ କଲେ। ହିଜବୁଲ୍ଲା ବାଧ୍ୟ ହେଇକରି ତାର କାଉଣ୍ଟର ଆଟାକ୍ କଲା ଏବଂ ଧୀରେ ଧୀରେ ସ୍ଥିତି ଖରାପ ହବା ପଛରେ ମୁଖ୍ୟତଃ ହଉଛି ନେତାନ୍ୟାହୁଙ୍କର ଯୋଉ ଇସ୍ରାଏଲର ପ୍ରଧାନମନ୍ତ୍ରୀ, ତାଙ୍କର ଯୁଦ୍ଧଖୋର ନୀତି ଏବଂ ଆମେରିକାର ଇନଡାଇରେକ୍ଟ ସପୋର୍ଟ ଥିଲା। ମଝିରେ ଗୋଟେ ନାଟକ କଲେ ରାଷ୍ଟ୍ରପତି ଟ୍ରମ୍ପ, ଯେ ନେତାନ୍ୟାହୁଙ୍କୁ ଗାଳି ଦେଲେ, ତାଙ୍କୁ କହିଲେ ଯେ ତମର ଗିରଫ ହେଇଥାନ୍ତ, ମୋ ଲାଗି ତମେ ରକ୍ଷା ପାଇଲ, ଏସବୁ ଗୋଟେ ମିଡିଆରେ ଗୋଟେ ପ୍ରଚାର କରାଗଲା, ସତେ ଯେପରି ଲେବାନନ ଉପରେ ଯୋଉ ଆଟାକ ହଉଛି ଆମେରିକାର କୌଣସି ଭୂମିକା ନାହିଁ ବୋଲି। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଜଣାଗଲା ଯେ ଯାହା ଇସ୍ରାଏଲ କରୁଛି ତାକୁ ଆମେରିକା ଡାଇରେକ୍ଟଲି ବା ଇନଡାଇରେକ୍ଟଲି ସମର୍ଥନ କରୁଛି। ବରଂ ଆମେରିକାର ବର୍ତ୍ତମାନ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକାର ଶାସନ ବର୍ତ୍ତମାନ ଇସ୍ରାଏଲ ଦ୍ଵାରା ପରିଚାଳିତ ହଉଛି, ଇସ୍ରାଏଲର କଥାରେ ପରିଚାଳିତ ହଉଛି। ଆଜି ଏ କଥା ବାରମ୍ବାର ପ୍ରମାଣିତ ହେଇଛି। ଏବଂ ସବୁଠୁ ବଡ କଥା ହେଲା ଯେ ଗତ ଥର ଯୋଉ ଯୁଦ୍ଧ ହେଇଥିଲା, ଯୁଦ୍ଧ ବିରତି ପୂର୍ବରୁ, ସେତେବେଳେ ଟ୍ରମ୍ପ ଯୋଉ ମିସକାଲକୁଲେସନ କରିଥିଲେ, ସେ ଯୋଉ ଭାବିଥିଲେ ଯେ 2-4 ଦିନରେ ଯୁଦ୍ଧ ସରିଯିବ ଏବଂ ଗୋଟେ ନିର୍ଣ୍ଣାୟକ ବିଜୟ ହବ, ଏସବୁ ହେଲାନି, ଓଲଟା ପଡିଲା ସେମାନଙ୍କୁ। ତଥାପି ସେଇ ଭୁଲରୁ ବି ଶିକ୍ଷା ନେଲେନି ଏବଂ ଆଜି ଯୋଉ ପରିସ୍ଥିତି ହେଇଛି, ଏମାନେ କରିକି ଅଧିକ କଣ କରିବେ? ଅଧିକ ଧ୍ୱଂସ ହବା ଛଡା, ପୃଥିବୀର ଅର୍ଥନୀତି ଖରାପ ସ୍ଥିତିକୁ ଯିବା ଛଡା, ସାରା ପୃଥିବୀର ଲୋକ ହଇରାଣ ହରକତ ହବା ଛଡା, ଦରଦାମର ବୃଦ୍ଧି ହବା ଛଡା ଆଉ କିଛି ଅଧିକ ଲାଭ ହବନି। ଏବଂ ଆମେରିକାରେ ବି ଟ୍ରମ୍ପଙ୍କର ବି ଲାଭ ହବନି, କାରଣ ନଭେମ୍ବର ମାସରେ ଯୋଉ ମିଡ ଟର୍ମ ପୋଲ ହବାକୁ ଯାଉଛି, ସେଇଠି ଇଏ ସିରିୟସଲି ହାରିବାକୁ ଯାଉଛନ୍ତି, ଏକଥା ସେ ଜାଣି ସାରିଛନ୍ତି। ତେଣୁ ତା ପୂର୍ବରୁ ସିଏ କଣ ଗୋଟେ ବଡ କରିବା ପାଇଁ, ଯୋଉଟା ଯେମିତି କି ସିଏ ଦେଖେଇ ପାରିବେ ତାଙ୍କ ଦେଶବାସୀଙ୍କୁ, ସେଟା ଭାବୁଛନ୍ତି। କିନ୍ତୁ ଏଇଟା ପୁଣି ଥରେ ବିଫଳ ହବ ଏବଂ ଭୁଲ ପ୍ରମାଣିତ ହବ। ଆଜ୍ଞା, ଯୋଉ କଥାଟି ଆପଣ କହିଲେ ଯେ ଲେବାନନ ଉପରେ ଆଟାକକୁ ଇରାନ କେମିତି ବା ସହିବ, କାରଣ ସେମାନେ ତାଙ୍କ ସହ ଅଛନ୍ତି। କିନ୍ତୁ ଯୋଉ ରହିଛି, ଯୋଉ ରିପୋର୍ଟ ଆସିଲା, ଅସ୍ତ୍ର ବିରତି ସମୟରେ ସେମାନେ 3500 ଥର ବମ୍ ଷ୍ଟ୍ରାଇକ୍ କରିଛନ୍ତି, ଇସ୍ରାଏଲ ପକ୍ଷରୁ କରାଯାଇଛି, ଏଭଳି ଅଭିଯୋଗ ଆସିଛି। ତାର ଅର୍ଥ କାହାର ଉଦ୍ଦେଶ୍ୟ ନାହିଁ ଏ ଯୁଦ୍ଧର ପରିସମାପ୍ତି ପାଇଁ? ନାଇଁ, ଉଦ୍ଦେଶ୍ୟ ଇରାନର ରହିଛି, ଉଦ୍ଦେଶ୍ୟ ସେଥିରେ ଆଦୌ ସନ୍ଦେହ ନାହିଁ। ଇରାନ କିନ୍ତୁ ଗୋଟିଏ କଣ୍ଡିସନ ଚାହୁଁଛି, ସ୍ଥାୟୀ ଶାନ୍ତି। ସିଏ ଚାହୁଁନି ଯେ ବର୍ତ୍ତମାନ ବସିଯିବା, କଥା ହେଇଯିବା ଏବଂ କିଛି ଦିନ ପରେ ତମେ ପୁଣି ତମ ଇଚ୍ଛା ଅନୁସାରେ ଆଟାକ କରିବ, ଏଇଟା ହେଇପାରିବନି।
ହଁ ପୁରା ଶାନ୍ତିର ଗ୍ୟାରେଣ୍ଟି ହବାକୁ ପଡିବ, ଯୋଉଥିରେ କି ମିଳିତ ଜାତିସଂଘରେ ପ୍ରସ୍ତାବ କରିକିରି ହଉ କିମ୍ବା ଅନ୍ୟ ସୁପର ପାୱାର ମାନଙ୍କର ଇନଭଲଭମେଣ୍ଟରେ ଗୋଟେ ସ୍ଥିର ହବ, ଏହା ହୁଁ ଇରାନର ପ୍ରସ୍ତାବ ଥିଲା। ହୁଁ କିନ୍ତୁ ଇରାନ କେବେ ବି ଶାନ୍ତିର ବିରୋଧୀ ନଥିଲା ହୁଁ କିମ୍ବା ରାଜିନାମାର ବିରୋଧୀ ନଥିଲା। ଆଜ୍ଞା କିନ୍ତୁ ଆମେରିକା, ଯଦିଓ ଆମେରିକାର ରାଷ୍ଟ୍ରପତି ବାଧ୍ୟ ହୋଇଥିଲେ ରାଜିନାମାକୁ ଯିବା ପାଇଁ, ତାଙ୍କର ହୁଁ ଯୋଉ ଯୁଦ୍ଧରେ ଯୋଉ ସାମରିକ ଆଉ କୂଟନୈତିକ ପରାଜୟ ହେଲା ହୁଁ ସେଥିରେ ସେ ବାଧ୍ୟ ହୋଇଥିଲେ। କିନ୍ତୁ ଜଣେ ବ୍ୟକ୍ତି ନେତାନ୍ୟାହୁ, ଯିଏକି ଚାହୁଁନଥିଲେ କୌଣସି ପ୍ରକାର ଶାନ୍ତି ରାଜିନାମା ନ ହେବା ପାଇଁ, ହୁଁ ତେଣୁ ସିଏ ଲଗାତାର ଭାବରେ କଣ ନା କଣ ଆଳ ଦେଇ ଆକୁ ଡିରେଲ କରିବା ପାଇଁ ଚେଷ୍ଟା କରିଥିଲେ। ହୁଁ ଏବଂ ଏଇ ଯୋଉ ଲେବାନନ ଉପରେ ଯୋଉ ସଦ୍ୟ ଆକ୍ରମଣ ଗତ ହୁଁ କିଛି ହୁଁ ସପ୍ତାହ ଧରିକିରି, ହୁଁ ସେଇଟା ହଉଛି ତାଙ୍କର ଗୋଟେ କୌଶଳର, ଏଇଟା ହଉଛି ପରିଣାମ ଆମେ ଦେଖୁଛେ। ଆଜ୍ଞା ତେଣୁ ଗୋଟେ କୌଶଳ ଭାବରେ, ଗୋଟେ ରଣକୌଶଳ ଭାବରେ ହୁଁ ସେ ଲେବାନନ ଉପରେ ଆଟାକ କରୁଥିଲେ, ଯାହା ଫଳରେ ଶାନ୍ତି ଯୋଉ ଯାହା ବି ପ୍ରୋଗ୍ରେସ ହେଇଛି, ରାଜିନାମାଟା ଯାହା ଯେତେ ଦୂର ବି ଆଗକୁ ଯାଇଛି, ସିଏ ପୁଣି ଆଉଥରେ ଆଜ୍ଞା ପଛକୁ ଫେରିଯିବ ଏବଂ ଯୁଦ୍ଧ ପରିସ୍ଥିତି ଆସିଯିବ। ସିଏ ଆଜ୍ଞା ଚାହୁଁଛନ୍ତି କଣ, ଯେ ଇରାନକୁ ପୁରା ଧ୍ୱଂସ କରିଦବା ପାଇଁ, ହୁଁ ଯୋଉଟା କି ବର୍ତ୍ତମାନ ସମ୍ଭବ ନୁହେଁ। ପ୍ରଥମେ ତାର ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି ଗୋଟେ ଝୁଙ୍କ ରହିଛି, ତା ସହିତ ତାକୁ ତାର ସାମରିକ ସ୍ତରକୁ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ କରିକିରି ପୁରା ଇରାନକୁ ନଷ୍ଟ କରିବା ର ଗୋଟେ ଧମକ ଦିଆଯାଉଛି। ଆପଣ କିନ୍ତୁ ଆପଣ ହଁ ଆପଣ ଦେଖନ୍ତୁ, ବର୍ତ୍ତମାନ ଇରାନ ନଷ୍ଟ ହବା ତ ଦୂରର କଥା, ହଁ କିନ୍ତୁ ସାରା ପୃଥିବୀର ଅର୍ଥନୀତି ନଷ୍ଟ ହବାକୁ ଯାଉଛି। ନଷ୍ଟ ହଉଛି ହଁ ଆପଣ ଆଜି ଇରାନ ସରକାର ଘୋଷଣା କରିଛନ୍ତି ଯେ ଷ୍ଟ୍ରେଟ୍ ଅଫ୍ ହରମୁଜକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା। ହଁ ତା ଅର୍ଥ ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇକିରି ଯାହାବି ଯାଉଥିଲା ଭେସେଲ୍ସ ଯାଉଥିଲା, ଯାହାବି ତେଲ ଆଉ ହୁଁ ଗ୍ୟାସ୍ ହୁଁ ହୁଁ ଆସୁଥିଲା, ତା ସେ ପୁରା ବନ୍ଦ ସମ୍ପୂର୍ଣ୍ଣ ହେଇଯିବ। ବର୍ତ୍ତମାନ ବନ୍ଦ ହେଇଗଲା। ହୁଁ ଏବଂ ତାର ପରିଣାମ ହବ ଯେ ଦିନେ ଦୁଇ ଦିନ ଭିତରେ ଗ୍ୟାସ୍ ଆଉ ତେଲର ପ୍ରାଇସ୍ ଆକାଶ ଛୁଆଁ ହେଇଯିବ ପୁଣି ଥରେ। ହୁଁ ଏବଂ ସ୍କେର ସିଟି ଦେଖାଦେବ, ଦରଦାମ ବୃଦ୍ଧି, କାରଣ ଗ୍ୟାସ୍ ଆଉ ତେଲର ପ୍ରାଇସ୍ ବଢିଲେ ଦରଦାମ ବି ବଢିଯିବ। ହୁଁ ତେଣୁ ସାରା ପୃଥିବୀରେ ଗୋଟେ ଆଉଥରେ ଗୋଟେ ଆର୍ଥିକ ସଙ୍କଟ ଭିତରକୁ ପୃଥିବୀକୁ ଠେଲିଦେଲେ ଏମାନେ ଏସବୁ କରିକିରି। ତେଣୁ ଏଇ ଦୁଇ ଜଣ ଦାୟୀ, ଦିଟା ଦେଶର ଦାୟୀ, ଏବଂ ଦିଟା ଆଜ୍ଞା ଦେଶର ଯୋଉ ଶାସକ ମାନେ ଅଛନ୍ତି ସେମାନଙ୍କର ଭୁଲ ନୀତି, ଏକଚାଟିଆ ନୀତି ଲାଗି ଏସବୁ ପରିଣାମ ସାରା ପୃଥିବୀ ଭୋଗିବାକୁ ପଡୁଛି। ତେଣୁ ଏଟା କେବଳ ଇରାନର କଥା ନୁହେଁ, ଇରାନକୁ ଧ୍ୱଂସ କରିଦେବା ଏଇଟା ନୁହେଁ। ଯେମିତି ଆପଣ ଦେଖନ୍ତୁ, ଭାରତ ପାକିସ୍ତାନ ଯୁଦ୍ଧ ହେଲା, ହଁ ଭାରତ ପାକିସ୍ତାନ ଭିତରେ କ୍ଷୟକ୍ଷତିଟା ସୀମିତ ଥିଲା। ଆଜ୍ଞା କିନ୍ତୁ ଏଇଠି ଯୋଉ ଯୁଦ୍ଧଟା ହଉଛି, ଏ ଯୁଦ୍ଧର ପରିଣାମ ସାରା ପୃଥିବୀ ଉପରେ ପଡୁଛି। ଯେହେତୁ ତୈଳ ଉତ୍ସ ରହିଛି ସେଇଠି। ଏକ୍ଜାକ୍ଟଲି ହୁଁ ଏକ୍ଜାକ୍ଟଲି ପୃଥିବୀର ତୈଳ ଭଣ୍ଡାର ଯେତେ ସବୁ ମେଜର ତୈଳ ଭଣ୍ଡାର ସେଇ ଅଞ୍ଚଳରେ ରହିଛି। ହୁଁ ଏବଂ ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇକିରି ଯିବା ଆସିବା କରୁଛି ସେଇ ଯେତେ ସବୁ ତୈଳ ଟ୍ରାନ୍ସପୋର୍ଟେସନ ହଉଛି। ହୁଁ ତେଣୁ ଷ୍ଟ୍ରେଟ୍ ଅଫ୍ ହରମୁଜ ବନ୍ଦ ହେଲା। ହୁଁ ହୁଏତ ଯଦି ଯୁଦ୍ଧ ବଢିବ, ତାହେଲେ ହୁତି ବି ତାର ଯୋଉ ରାସ୍ତା ଅଛି ସେପଟେ, ହୁତି ଯୋଉ ଦ୍ୱିତୀୟ ଯୋଉ ବିକଳ୍ପ ରାସ୍ତାଟା ଅଛି ତାକୁ ବି ବନ୍ଦ କରିଦେଇପାରେ। ସେଇଟା ଆଚ୍ଛା ଯଦି ବନ୍ଦ କରିବ, ତାହେଲେ ଆମକୁ ଆଫ୍ରିକା ଘେରିକି ଆସିବାକୁ ପଡିବ, ବହୁତ ଦୂର ହେଇକିରି ଆଚ୍ଛା ଆସିବାକୁ ପଡିବ ଜାହାଜରେ। ହୁଁ ତେଣୁ ଆହୁରି ଖର୍ଚ୍ଚ ବଢିବ। ହୁଁ ତେଣୁ ପୃଥିବୀ ଗୋଟେ ଅନିଶ୍ଚିତତା ଭିତରକୁ ଏମାନେ ଠେଲିଦେଲେ। ଇରାନକୁ ଏତେ ଦିନ ଧରିକିରି ଇରାନର ଶକ୍ତି ସାମର୍ଥ୍ୟକୁ ଦେଖି ସାରିଲା ପରେ, ଯେତେବେଳେ ସୋସିଆଲ ମିଡିଆରେ ଆମେରିକାର ରାଷ୍ଟ୍ରପତି ଲେଖୁଛନ୍ତି ଭେନିଜୁଏଲା ପରି ସବୁ ମାନେ ସମସ୍ତ ତାଙ୍କର ତୈଳ ଗ୍ୟାସକୁ ନିୟନ୍ତ୍ରଣକୁ ନେଇଯିବୁ ବୋଲି, ଇରାନକୁ ଭେନିଜୁଏଲା ଜାଗାରେ ରଖିବା ପାଇଁ ଯୋଉ ଚେଷ୍ଟା କରାଯାଉ, ଏଇଟା କେବଳ ଗୋଟେ ଚାପ ପ୍ରୟୋଗ ନା ବାସ୍ତବରେ ସେଇ ପ୍ରକାର ଚିନ୍ତା କରୁଛନ୍ତି ଟ୍ରମ୍ପ? ନାଇଁ, ଚାପ ତ ଇରାନ ଉପରେ ପଡିବାର ନାହିଁ, କାରଣ ଇରାନର ଲୋକମାନେ ବା ଇରାନର ଶାସକ ମାନେ ଜାଣିଛନ୍ତି ଯେ ଟ୍ରମ୍ପଙ୍କର କୌଣସି ସ୍ଥିରତା ନାହିଁ, ସିଏ ବହୁତ ମିଛ କୁହନ୍ତି। ହୁଁ ଏବଂ ସିଏ ବିଶେଷ କରି ମାର୍କେଟକୁ ଡିକ୍ଟେଟ୍ କରିବା ପାଇଁ, ମାର୍କେଟକୁ ପ୍ରଭାବିତ କରିବା ପାଇଁ ମଝି ହୁଁ ମଝିରେ ସବୁ ଉତ୍ତେଜକ ଭାଷଣ ଯୋଉ ବକ୍ତବ୍ୟ ଦିଅନ୍ତି। କୁହାଯାଉଛି ଯେ ଇରାନ ଯେହେତୁ କିନ୍ତୁ ଆପାଚି ଫସେଇ ଦେଇଛି, ତେଣୁକରି ଆମେରିକା ଟିକେ ଅଧିକ ପ୍ରତିଶୋଧ ପରାୟଣ ହେଇଛି, ନାଇଁ, ଯୋଉଥିପାଇଁ ଆଜି ଆପାଚେ ରାତିକୁ ଆଜ୍ଞା ଆପଣ ଆପଣ ଦେଖନ୍ତୁ, ଆପାଚେ ଖସେଇଛି। ହୁଁ ନିଜେ ତ ଆମେରିକାର ପେଣ୍ଟାଗନର ରିପୋର୍ଟରେ ଆସିଲା ଯେ 42ଟା ସେମାନଙ୍କର ଯୁଦ୍ଧ ଜାହାଜ ଆଉ ଡ୍ରୋନ୍, ଯୋଉଟା ହୁଁ କି ବଡ ଡ୍ରୋନ୍ ହୁଁ କୁ ଇରାନ ଖସେଇଛି। ଇରାନ ହୁଁ ଯୁଦ୍ଧରେ 42ଟା ତାଙ୍କର ନଷ୍ଟ ହେଇଛି। ତେଣୁ ଆଜ୍ଞା 42ଟା ଆମେରିକାର ନଷ୍ଟ ହବା ଛୋଟିଆ କଥା ନୁହେଁ। ହୁଁ ଏବଂ 42ଟା ନଷ୍ଟ ହବା ପରେ ଯଦି ଆପାଚି ଖସେଇ ଦଉଛନ୍ତି, ହୁଁ ସେମାନେ ସେଇଠୁ ଶିକ୍ଷା ନେବା କଥା ଯେ ଆହୁରି ଯଦି ଅଧିକ ଆମେ ସେ ଭିତରକୁ, ଯୁଦ୍ଧ ଭିତରକୁ ଟାଣି ହବୁ, ତାହେଲେ ଆମର ଆହୁରି କ୍ଷତି ହବ। ହୁଁ କାରଣ ଇରାନର ଯାହା ଅଛି ଇନଫ୍ରାଷ୍ଟ୍ରକ୍ଚର, ସେଟା ଓପେନ ନୁହେଁ, ସେଟା ଅଣ୍ଡରଗ୍ରାଉଣ୍ଡ ଅଛି। ହୁଁ ତେଣୁ ଇରାନକୁ ସେମାନେ ଯେତେ ଯାହା କଲେ ମଧ୍ୟ ତାଙ୍କର ଯୋଉ ମିଜାଇଲ ସିଷ୍ଟମ ଅଛି, କି ସେମାନେ ଲଞ୍ଚର ଅଛି, କି ସେମାନଙ୍କର ଯାହା ଅସ୍ତ୍ରଶସ୍ତ୍ର, ଯାହା ଡ୍ରୋନ୍ ଫ୍ୟାକ୍ଟ୍ରି ଅଛି, କି ଯାହା ସବୁ ଅଛି, ତାକୁ ହୁଁ ଭଣ୍ଡାର ଅଛି, ତାକୁ ସେମାନେ କୌଣସି ପ୍ରକାର କ୍ଷୟକ୍ଷତି କରିପାରୁନାହାନ୍ତି, ହୁଁ ଯୋଉଟା ପ୍ରମାଣିତ ହେଇଗଲା। ହୁଁ ଓଲଟା ଆମେରିକା ଏତେ ଦୂରରୁ ଆସିଛି। ଦ୍ୱିତୀୟ କଥା ହଉଛି, ଆମେରିକା ନିଜ ଦେଶରୁ ଯାଇକି ଆଟାକ କରୁନି।
ସିଏ ତାର ଇରାନ ଚାରିପାଖା ଯୋଉ ମିଲିଟାରୀ ବେସେସ୍ ଅଛି, ଏୟାରଫୋର୍ସ ଆଜ୍ଞା। ବେସ୍ ଅଛି, ସେ ସବୁ ବେସ୍ ରୁ ଆଟାକ୍ କରୁଛି ଏବଂ ଇରାନ ସେଇ ବେସ୍ କୁ ଆଟାକ୍ କରିଛି, ଏବେ ବି କରିଛି, ଆଗରୁ ବି କରିଥିଲା। ଆଜ୍ଞା। ତେଣୁ ସେଇ ସବୁ ବେସ୍ ତା ପ୍ରାୟ ଧ୍ୱଂସ ହେଇଯାଇଛି। ଏବେ ସେମାନେ ଯେତେ ଯୁଦ୍ଧ ଭିତରକୁ ଯିବେ ଆହୁରି କ୍ଷତିଟା ଅଧିକା ହବ। ଆପାଚେ କୁ ବର୍ତ୍ତମାନ ନଷ୍ଟ କରିଛି, ହୁଏତ ଭବିଷ୍ୟତରେ ଆହୁରି ଅନ୍ୟାନ୍ୟ ଯୁଦ୍ଧ ଜାହାଜକୁ ନଷ୍ଟ କରିବେ। ତେଣୁ କ୍ଷୟକ୍ଷତି ଆହୁରି ଅଧିକ ହବ। ମତେ ଲାଗୁଛି ଯେ ଯୋଉ ଆମେରିକାର ରାଷ୍ଟ୍ରପତିଙ୍କର ଯୋଉ ବ୍ୟକ୍ତିଗତ ଦୁର୍ବଳତା ରହିଛି, ଯୋଉ ଏପଷ୍ଟିନ୍ ଫାଇଲ ନେଇକିରି, ଯୋଉଟା କି ଇସ୍ରାଏଲର ପ୍ରଧାନମନ୍ତ୍ରୀ ତାକୁ ବ୍ଲାକମେଲ କରୁଛନ୍ତି, ଆଚ୍ଛା। ସେଇ ବ୍ଲାକମେଲ ଲାଗି ଆମେରିକା ଏତେ ଦୂର ଯାଉଛି, ଏଇଟା ଆମେରିକାର ଲୋକଙ୍କ ଭିତରେ ବି ଗୋଟେ ଧାରଣା ସୃଷ୍ଟି ହେଇଛି। ନହେଲେ ତେଣୁ ନଚେତ ଗୋଟେ ଯୁଦ୍ଧ ଭଳି ଗୋଟେ ପରିସ୍ଥିତି ସମ୍ପର୍କରେ ଜଣେ ସୋସିଆଲ ମିଡିଆରେ କେମିତି ଲେଖିବ? ଏଟା ତ ପେଣ୍ଟାଗନ ତରଫରୁ ଅଫିସିଆଲ ଆସିବା ଦରକାର ଯେ ଆମେ ଏଇ କଥା କରିବାକୁ ଯାଉଛୁ ବୋଲି। ପେଣ୍ଟାଗନ ବି କହୁନି। ଆଉ ଦ୍ୱିତୀୟ ଦେଖନ୍ତୁ, ମୁଁ ସେଇ କଥା ଆଗରୁ କହୁଛି ଯେ ଗୋଟେ ସିରିୟସଲି କୌଣସି ଅଫିସିଆଲ ଜିନିଷଟା ତ ପେଣ୍ଟାଗନ ତରଫରୁ ଆସିବା କଥା। ଜଣେ ସୋସିଆଲ ମିଡିଆରେ ଏକ୍ଜାକ୍ଟଲି ଲେଖିବ କି ଯୁଦ୍ଧ ସମ୍ପର୍କରେ, ଯେତେବେଳେ ଯୁଦ୍ଧ ଚାଲିଛି ଲେଖିବ ଯେ ଆମେ ସେଇ ରାଷ୍ଟ୍ର ଉପରେ ଆଜି ରାତିରେ ହାମଲା କରିଦେବୁ, କାଲିକି ସେ ରାଷ୍ଟ୍ର ଆଉ ନଥିବ। ଏ ନାଇଁ, କଥା ସେ ତ ସୋସିଆଲ ଆଗରୁ ମିଡିଆରେ ଲେଖାଯାଏ କି? ଆଗରୁ ଆପଣ ଜାଣିଥିବେ, ସେ ତ ନିଜେ ହଁ କହିଥିଲେ ଯେ ଇରାନକୁ ଷ୍ଟୋନ ଏଜ୍ କୁ ନେଇଯିବୁ ହଁ ବୋଲି। ହଁ କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏମିତି ପରିସ୍ଥିତି ହେଲା ଯେ ଇରାନ ସହିତ ନିଜ ଆଡୁ ଏକପାଖିଆ ଭାବରେ ଯୁଦ୍ଧ ବିରତି ଆଲୋଚନା କରିବାକୁ ପଡିଲା। କରିବାକୁ ପଡିଲା। ହଁ ତେଣୁ ଏସବୁ ହଉଛି ଟ୍ରମ୍ପ ତାଙ୍କର ଯୋଉ ଡୋମେଷ୍ଟିକ ଅଡିଏନ୍ସକୁ ଇଏ କରିବା ପାଇଁ ହୁଏତ କହୁଥାଇ ପାରନ୍ତି, କିନ୍ତୁ ଏଇଥିରେ ଏଇ ଧମକରେ କୌଣସି ଗୁରୁତ୍ୱ ନାହିଁ। ଧମକର କୌଣସି କହିବାକୁ ଗଲେ ତାର କିଛି ମୂଲ୍ୟ ନାହିଁ। ସିଏ କେବଳ ଧମକ ଦଉଛନ୍ତି ଏବଂ ଇରାନ ଉପରେ ତାର ପ୍ରଭାବ ପଡିବାର ନାହିଁ। ଇରାନ ଆଚ୍ଛା। ପ୍ରମାଣିତ ହେଇଗଲା ଯେ ଇରାନ ସହିତ ଆମେରିକା ବେଶୀ ଦୂର ଯୁଦ୍ଧକୁ ଯାଇପାରିବନି। ଯେତେ ଯଦି କିନ୍ତୁ ଯୁଦ୍ଧ କୌଣସି ବି ରାଷ୍ଟ୍ର କେତେ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଭିତରେ ରହିପାରିବ? କୌଣସି ବି ରାଷ୍ଟ୍ର ଯେତେ ଶକ୍ତିଶାଳୀ ହଉ, ଯେତେ ସାମର୍ଥ୍ୟ ଥାଉ, ଯେତେ କୌଶଳ ତାଙ୍କ ପାଖରେ ଥାଉ, ଯେତେ ସେମାନେ ପୂର୍ବରୁ ପ୍ରସ୍ତୁତ ଥାଆନ୍ତୁ, ଗୋଟେ ଲିମିଟ ପର୍ଯ୍ୟନ୍ତ ନାଇଁ, ତାଙ୍କର ବି ଯୁଦ୍ଧ ତ ନିଶ୍ଚିତ ରୂପେ ଗୋଟେ ବୋଝ। ଯୁଦ୍ଧଟା ହଁ କେବେ ସ୍ୱାଗତ ଯୋଗ୍ୟ ନୁହେଁ ହଁ ଏବଂ ଯୁଦ୍ଧରେ ଯିଏ ଯେତେ ବଡ ଶକ୍ତି ହେଲେ ମଧ୍ୟ ତାର କ୍ଷୟକ୍ଷତି ହବ। କ୍ଷୟକ୍ଷତି, ମାନବ ସିଏ ସମ୍ବଳ ନଷ୍ଟ। ଆର୍ଥିକ ଆଜ୍ଞା। ଆର୍ଥିକ କ୍ଷୟକ୍ଷତି ହବ, ସାମରିକ କ୍ଷୟକ୍ଷତି ହବ ଏବଂ ସବୁଠୁ ବଡ ଆମେରିକା କ୍ଷେତ୍ରରେ ଦେଖିବେ ରାଜନୈତିକ କ୍ଷୟକ୍ଷତି ହେଲା। ସାରା ପୃଥିବୀରେ ଯୋଉ ଡୋମିନେନ୍ସ ଥିଲା ଆଜ୍ଞା। ଆମେରିକାର, ବିଶେଷ କରି ଗଲ୍ଫ କଣ୍ଟ୍ରି ମାନଙ୍କରେ ଆମେରିକାର ଯୋଉ ଏକଚାଟିଆ ଥିଲା, ଯୋଉ ପେଟ୍ରୋ ଡଲାର ଇକୋନୋମିକ୍ସ ଥିଲା, ସେ ପୁରା ଡିଷ୍ଟର୍ବ ହେଲା। ଆପଣ ଦେଖନ୍ତୁ, ଗତ କିଛି ମାସ ଧରିକିରି ହଁ ଯେବେଠୁ ଅସ୍ତ୍ର ବିରତି ହେଲା, ତା ଆଜ୍ଞା। ପରଠୁ ଗଲ୍ଫର 2-3ଟି କଣ୍ଟ୍ରି, ଯୋଉଟା କି ସାଉଦି ଆରବ କୁହନ୍ତୁ କିମ୍ବା କତାର କୁହନ୍ତୁ, ଏମାନେ ଆଉ ସାମ୍ନାକୁ ଆସୁନାହାନ୍ତି। ଏମାନେ ଆମେରିକା ସପୋର୍ଟରେ ନାହାନ୍ତି। ଆଚ୍ଛା। ବର୍ତ୍ତମାନ ୟୁଏଇ ଅଛି, ବାହାରିନ୍ ଅଛି। ଏମାନେ ତେଣୁ ଏଇ ଦୁଇଟା ଦେଶକୁ ହିଁ, ଆଉ କୁଏତ, ଏ ତିନିଟା ଦେଶକୁ ହିଁ ଇରାନ ଆଟାକ କରିଛି। ଗତ 10-15 ଦିନ ଭିତରେ ଯୋଉ ଆଟାକ ଯେତେ ହେଇଛି, ଏଇ ତିନିଟା ଦେଶ ଉପରେ। କାରଣ ଏଇ ତିନିଟା ଦେଶରେ ଯୋଉ ବେସ୍ ଅଛି ଆମେରିକାର, ସେଇ ବେସ୍ ରୁ ଆମେରିକା ଆଟାକ କରୁଛି। ତେଣୁ ଇରାନ ଆଟାକ କରିବାର ଯଥାର୍ଥତା ରହିଛି। କିନ୍ତୁ ଆଉ ଗୋଟେ କଥା ଦେଖିବେ ଯେ ଏଇ ଯୋଉ ଯୁଦ୍ଧ ହବ, ଏ ଯୁଦ୍ଧରେ ଇରାନର କ୍ଷତି ହବ ସତ, କିନ୍ତୁ ଆମେରିକାର କ୍ଷତିଟା ବହୁତ ଅଧିକା। ମୁଁ ଯେମିତି କହିଲି, ତାର କୂଟନୈତିକ ଭାବରେ, ଭୂ ରାଜନୈତିକ ପଲିଟିକ୍ସ ଦୃଷ୍ଟିରୁ ଆମେରିକାର କ୍ଷତି ବହୁତ ବଡ। ତା ସହିତ ଆମେରିକାର ମିଲିଟାରୀ କ୍ଷତି ବି ସ୍ପଷ୍ଟ ହେଇଗଲା, ପ୍ରମାଣିତ ହେଇଗଲା ପେଣ୍ଟାଗନର ରିପୋର୍ଟରୁ। ଏବଂ ଆଉ ଗୋଟେ କଥା ହଉଛି, ଅଏଲ ଆଉ ଗ୍ୟାସର ପ୍ରାଇସ୍ ଯୋଉ ବଢୁଛି, ଆଜ୍ଞା। କେବଳ ଆମର ଭାରତରେ ବଢୁନି, ତାର ପ୍ରଭାବରେ ଆମେରିକାରେ ବି ଅଏଲ ଗ୍ୟାସ ପ୍ରାଇସ୍ ବଢୁଛି। କାରଣ ଅଏଲ ଗ୍ୟାସର ପ୍ରାଇସ୍ ସ୍ଥିର ହଉନି ଗୋଟିଏ ଦେଶରେ, ସେ ଇଣ୍ଟରନ୍ୟାସନାଲ ଲେଭେଲରେ ସ୍ଥିର ହୁଏ ଏବଂ ସେଇଟା ଯେତେବେଳେ ବଢୁଛି, ସେତେବେଳେ ସମସ୍ତେ ତାର ପ୍ରଭାବ ଭିତରେ ରହୁଛନ୍ତି। ଆମେରିକାର ସାଧାରଣ ଲୋକ ବି ଅଧିକ, ତାର ବଜେଟ ଅଧିକ ବଢୁଛି ବା ତାର ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ତେଣୁ ଆମେରିକା ଉପରେ ପ୍ରେସରଟା ଅଧିକା ରହିବ। ଯେତେ ଯୁଦ୍ଧ ବଢିବ, ଆମେରିକାର କ୍ଷତି ଅଧିକା ହବ। ଇରାନର କ୍ଷତି ହବନି ବୋଲି କହୁନି ମୁଁ, କିନ୍ତୁ ଇରାନ କ୍ଷତି ପାଇଁ ପ୍ରସ୍ତୁତ ହେଇକିରି ଅଛି। ଆଚ୍ଛା। କାରଣ ଇରାନ ତା ପାଖରେ ଆଉ କହିବା କିଛି ବିକଳ୍ପ ନାହିଁ, ଲଢେଇ ବିକଳ୍ପ ଛଡା। କିଛି ନାହିଁ। ଇରାନ ଆଜ୍ଞା। ଜିତିବା ଛଡା, ତା ପାଖରେ ଆଉ କିଛି ବିକଳ୍ପ ନାହିଁ। ତାକୁ ଜିତିବାକୁ ପଡିବ। ଆଜ୍ଞା। ଏବଂ ସିଏ କମ ସେ କମ ଦେଖନ୍ତୁ, ସେମାନେ ଯୋଉ ଯୋଉ ଉଦ୍ଦେଶ୍ୟ ନେଇକି ଯୁଦ୍ଧ ଆରମ୍ଭ କରିଥିଲେ, ଗୋଟିଏ ଉଦ୍ଦେଶ୍ୟରେ ଏପର୍ଯ୍ୟନ୍ତ ସଫଳ ହେଇନାହାନ୍ତି। ଆଜ୍ଞା। ପ୍ରଥମ କଥା ହେଲା, ସେମାନେ ନ୍ୟୁକ୍ଲିୟର ଇଏରୁ, କ୍ଷମତାରୁ ତାକୁ ମୁକ୍ତ କରିବା ପାଇଁ ଚାହୁଁଥିଲେ, ସେଇଟା ହଁ କରିପାରିନାହାନ୍ତି। ଏବେ ବି ଦ୍ୱିତୀୟ ସେଇ ହଉଛି, କଥା କହୁଛନ୍ତି। ଇରାନକୁ କବ୍ଜା ଆଜ୍ଞା। କରିବା ପାଇଁ କ୍ଷମତା ପରିବର୍ତ୍ତନ କରିବେ ବୋଲି କହୁଥିଲେ, ସେଇଟା ବି ସଫଳ ହେଇପାରିଲେନି। ହୁଁ ଇରାନର ଇଞ୍ଚେ ଜମି ଏପର୍ଯ୍ୟନ୍ତ ଆମେରିକା ନେଇ ପାରିଲାନି, ହୁଁ ଏତେ ଯୁଦ୍ଧ ସତ୍ତ୍ୱେ। ଆଜ୍ଞା। ଏବଂ ଇରାନର ଯୋଉ ରେଜିଷ୍ଟାନ୍ସ ପାୱାର ଅଛି, ଆଜ୍ଞା। ତାର ଯୋଉ ମିସାଇଲ ପାୱାର ଅଛି, ତାର ଯୋଉ ଡ୍ରୋନ ପାୱାର ଅଛି, ହଁ ସେମାନେ ଯେତେ ପ୍ରଚାର କରନ୍ତୁ, ଆମେରିକା କହିଲା ଯେ ନେଭିକୁ ଖତମ କରିଦେଲୁ, ତାଙ୍କର ଏୟାରଫୋର୍ସକୁ ଖତମ କରିଦେଲୁ, ତାଙ୍କର ଲିଡରସିପକୁ ଖତମ କରିଦେଲୁ, ସବୁ ସତ୍ତ୍ୱେ ଆଜ୍ଞା। ଆମେରିକା ସେଇଠି ପହଞ୍ଚିବା ବା ସେଇଠି ପଶିବାଟା, ପାଦ ଦବାଟା ସମ୍ଭବ ହଉନି। ଆଚ୍ଛା। ତାର କାରଣ ହଉଛି, ସେମାନଙ୍କର ରେଜିଷ୍ଟାନ୍ସ ପାୱାର ଏବେ ବି ଇଣ୍ଟାକ୍ଟ ଅଛି।
ଓକେ। ତେଣୁ ହଁ। ଇରାନ ପାଇଁ ଏଇଟା କରବା ମରର ଏଇଟା ହଉଛି ୱାର ଅଫ ଏକ୍ଜିଷ୍ଟେନ୍ସ। ହୁଁ। ୱାର ଅଫ ଚଏସ୍ ଥିଲା ଆମେରିକା ପାଇଁ। ହଁ। ଆମେରିକା ତା ଇଚ୍ଛାରେ ଯାଇଥିଲା ହଁ ମାନେ ଏବଂ ଆମେରିକା ଏବେ ଯଦି କିଛି ଗୋଟେ ବଡ ଲାଭ ବା ବିଜୟ ଦେଖେଇ ପାରିବନି ତାହେଲେ ହୁଁ, ଆମେରିକାର ରାଷ୍ଟ୍ରପତି ତାଙ୍କ ଦେଶବାସୀଙ୍କ ବି ସମର୍ଥନ ପାଇବେନି, ଆଜ୍ଞା ଦେଶବାସୀ ସିଏ ବି ନିଜେ ଅପଦସ୍ଥ ହେବେ। ଆଜ୍ଞା। ଇରାନ ତାର ସର୍ଭାଇଭାଲ ପାଇଁ ବର୍ତ୍ତମାନ ଯାହା ଯୁଦ୍ଧ କରୁଛି ଯୋଉ ପ୍ରକାର, କିନ୍ତୁ ଏଇ ଯୋଉ ଭୂ ରାଜନୈତିକ ପରିସ୍ଥିତି ପ୍ରତି ମୁହୂର୍ତ୍ତରେ ବଦଳୁଛି, ଯୋଉ ପ୍ରକାର ଅସ୍ଥିରତା ରହିଛି, ଭାରତ ଏ ଭିତରେ କଣ ଭୂମିକା ଆଉ ଦେଖିଲେଣି କି ସେଥିରେ କୌଣସି ଡେଭଲପମେଣ୍ଟ ଆପଣ ଦେଖୁଛନ୍ତି କି? କାରଣ ଯେହେତୁ ଆମେ ସିଧାସଳଖ ପ୍ରଭାବିତ ହଉଛୁ, ଯେମିତି ବର୍ତ୍ତମାନ ରିସେଣ୍ଟ ଗୋଟିଏ ଖବର ଆସିଥିଲା ଯେ ଆମେରିକାର ରାଷ୍ଟ୍ରଦୂତଙ୍କୁ ଭାରତ ପକ୍ଷରୁ ସମନ କରାଯାଇଛି କାରଣ ବାରମ୍ବାର ଆମର ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରାଯାଉଛି ବିଭିନ୍ନ ସମୟରେ ବୋଲିକିରି, ସେଥିପାଇଁ ଗୋଟେ ଆସିଛି। ତ ଭାରତ ତାର ଭୂମିକାକୁ କେମିତି ରଖିଛି? କାରଣ ତାର ସ୍ୱାର୍ଥ ଦୃଷ୍ଟିରୁ ଆମର ତୈଳ, ଆମର ଗ୍ୟାସ୍ ଆସିବାର ସମସ୍ୟା ହଉଛି ଯେତେବେଳେ ଯେତେବେଳେ ଆମେ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହଉଛୁ, ଆମ ଭୂମିକା ଆଉ ଟିକେ ସ୍ପଷ୍ଟ ହବା ଦରକାର। ସେ ଦୃଷ୍ଟିରୁ କିଛି ଡେଭଲପମେଣ୍ଟ ଆପଣ ଦେଖୁଛନ୍ତି? ନାଇଁ, ଭାରତ ସରକାର ଏବେ ଯୋଉ ବର୍ତ୍ତମାନ ଭାରତର ନାବିକ ମାନଙ୍କୁ ସେମାନେ ଆମେରିକା ଆଟାକ କରିକି ହତ୍ୟା କଲା, ହୁଁ ବା ଭାରତର କମର୍ସିଆଲ ଭେସଲ ଉପରେ ଯୋଉ ଆଟାକ ହଉଛି, ହୁଁ ଏସବୁ ଦୃଷ୍ଟିରୁ ଭାରତ ସରକାର ତାଙ୍କର ପ୍ରତିବାଦ କରିଛନ୍ତି। ଏଇଟା ଭଲ କଥା, କିଛି ଇଏ ହଁ ନୁହେଁ, ବୋଲେ ଏଇଟା ହଁ ଗୋଟେ ସ୍ୱାଗତ ଯୋଗ୍ୟ କଥା, କରିବା ଆଜ୍ଞା ଦରକାର, ହଁ ଆହୁରି ଷ୍ଟ୍ରଙ୍ଗଲି କରିବା କଥା। ହୁଁ ବହୁତ ନରମ ସ୍ୱରରେ କରିଛନ୍ତି, କିନ୍ତୁ ହୁଁ କରିଛନ୍ତି। ଆଜ୍ଞା କିନ୍ତୁ ଭାରତ ଆକୁ ଛାଡିଦେଲେ ଆଜ୍ଞା ଭାରତ ମୁଖ୍ୟତଃ ଯୁଦ୍ଧର ଗୋଟେ ପକ୍ଷ ହେଇକି ରହିଛି। ହୁଁ ଆପଣ ଇସ୍ରାଏଲ ସହିତ ଭାରତକୁ ଯୋଡିକି ଦେଖୁଛନ୍ତି ଉପସାଗରୀୟ ଦେଶମାନେ। ହୁଁ ଏବେ ବି ଦେଖନ୍ତୁ, ଯେତେବେଳେ ୟୁଏଇ ଉପରେ ଆଟାକ ହଉଛି, ବାହାରିନ ଉପରେ ଆଟାକ ହଉଛି ଇରାନ ତରଫରୁ, ସେତେବେଳେ ଭାରତ ସରକାର ନିନ୍ଦା କରୁଛନ୍ତି। ହୁଁ କିନ୍ତୁ ଇରାନ ଉପରେ ଯେତେବେଳେ ଆକ୍ରମଣ ହଉଛି, ଲେବାନନ ଉପରେ ଯେତେବେଳେ ଆକ୍ରମଣ ହଉଛି, ଭାରତ ସରକାର ନିନ୍ଦା କରୁନାହାନ୍ତି। ହଁ ଇଭେନ ଲେବାନନରେ ଯୋଉ ଇଣ୍ଟରନ୍ୟାସନାଲ ପିସ୍ କିପିଂ ଫୋର୍ସ ଅଛି ମିଳିତ ଜାତିସଂଘର, ସେଥିରେ ଭାରତର ସୈନ୍ୟ ବି ବହୁ ସଂଖ୍ୟାରେ ଅଛନ୍ତି। ହଁ ସେଇ ପିସ୍ କିପିଂ ଫୋର୍ସକୁ ବି ଆଟାକ ହଉଛି, ଯୋଉଥିରେ କି ପୃଥିବୀର ଅନ୍ୟ ଦେଶର ସୈନ୍ୟମାନେ ମରିଛନ୍ତି, ଯଦିଓ ଭାରତର କିଏ ମରିନାହାନ୍ତି। ହଁ କିନ୍ତୁ ସେଇ କ୍ଷେତ୍ରରେ ବି ଭାରତ ସରକାର ଲେବାନନରେ ଇସ୍ରାଏଲ ଆକ୍ରମଣକୁ ନିନ୍ଦା କରିନାହାନ୍ତି। ତେଣୁ ସାରା ପୃଥିବୀରେ ଭାରତ ସରକାର ଯେତେ ନିଜକୁ ଲୁଚେଇଲେ ମଧ୍ୟ ହୁଁ ଏକ୍ସପୋଜ ହେଇଯାଇଛନ୍ତି ଯେ ଭାରତର ବର୍ତ୍ତମାନ ସରକାର ନିଜକୁ ଏକ୍ସପୋଜ କରିଦେଇଛନ୍ତି ଯେ ଇସ୍ରାଏଲ ଓ ଆମେରିକାର ପିଛଲଗୁ ହେଇକିରି ତାଙ୍କର କହିଲେ ବୋଲେ ସେମାନଙ୍କ ପଛରେ ରହିଛନ୍ତି ବା ତାଙ୍କର ଲାଙ୍ଗୁଡ ଧରିକି ରହିଛନ୍ତି ବୋଲି ହୁଁ 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 କୁହାଯିବ। ତେଣୁ ଏଭଳି ଧାରଣା ସୃଷ୍ଟି ୟାର ହେଇଛି। ତ ତାହେଲେ ଦୀର୍ଘକାଳୀନ ଯଦି ଆମେ ଦେଖିବା, ଏହାର ସୁଦୂର ପ୍ରସାରୀ ପ୍ରଭାବ ରହିପାରେ ଆମର ଅ, ଆଗାମୀ ସମୟରେ ଯୋଉ କୂଟନୈତିକ ଶୁଣନ୍ତୁ, ସମ୍ପର୍କ। ଆଜ୍ଞା ଯୁଦ୍ଧ ଯାହା ହେଲେ ମଧ୍ୟ ଯୁଦ୍ଧ ଆଜି ନହେଲେ କାଲିକି ଯୁଦ୍ଧ ସମାପ୍ତ ହବ। ହଁ ଏବଂ ଏଇଟା ବି ସତ କଥା ଯେ ଇରାନ ହାରିବନି, ଏଥର ଆମେରିକା ପାଇଁ ଆହୁରି କ୍ଷତି ହବ। ଆମେରିକା ଆହୁରି ଅପମାନଜନକ ପରାଜୟ ହବ, ପରାଜୟ ତ ହବ, ଅପମାନଜନକ ହବ। ହୁଁ ଏବେ ଯେତିକି ଅପମାନଜନକ ହେଇଛି ତାଠୁ ଆହୁରି ଅଧିକ ହବ। ହୁଁ ଏବଂ ଏଇଟା ବି ସତ କଥା ଯେ ଯୁଦ୍ଧ ପରେ ହୁଁ ମିଡିଲ ଇଷ୍ଟର ପଲିଟିକ୍ସ ଉପରେ, ମିଡିଲ ଇଷ୍ଟର ଇଏ ଉପରେ ଆମେରିକାର କଣ୍ଟ୍ରୋଲ ରହିବନି, ଇରାନର କଣ୍ଟ୍ରୋଲ ରହିବ। ହୁଁ ତେଣୁ ଯେତେବେଳେ ଇରାନର କଣ୍ଟ୍ରୋଲ ରହିବ, ମିଡିଲ ଇଷ୍ଟ ଦେଶମାନେ ଇରାନକୁ ଚାହିଁବେ, ଇରାନକୁ ଖୁସି କରିବା ପାଇଁ ଚାହିଁବେ ସେମାନଙ୍କ ସିକ୍ୟୁରିଟି ଦୃଷ୍ଟିରୁ, ସେତେବେଳେ ଭାରତ ଇରାନର ସ୍ୱାର୍ଥ ବିରୁଦ୍ଧରେ ଯାଇକିରି କେମିତି ନେଗୋସିଏଟ କରିବ, ଏଇଟା ବିଶ୍ୱାସ କରିହଉନି। ଆଉ ଭାରତ ଆଜି ନହେଲେ କାଲି ଇସ୍ରାଏଲଠୁ ଡିଷ୍ଟାନ୍ସ ମେଣ୍ଟେନ କରିବାକୁ ପଡିବ। ହୁଁ ତେଣୁ ଭାରତ ଯଦି ଲଙ୍ଗ ଲାଷ୍ଟିଂ ସଲ୍ୟୁସନ ଚାହୁଁଛି ଏନର୍ଜି ନେଇକିରି, ହଁ ଯେ ମିଡିଲ ଇଷ୍ଟ ଦେଶମାନଙ୍କ ସହିତ ସମ୍ପର୍କ ଇଏ କରିବା ପାଇଁ, କାରଣ ଦେଖନ୍ତୁ ଯୋଉମାନେ କଟ୍ଟର ବିରୋଧୀ ଥିଲେ ଇରାନର, ଆଜ୍ଞା ସାଉଦି ଆରବ, କତାର କୁହନ୍ତୁ, ହୁଁ ତାପରେ ଯୋଉଟା କି ଆପଣଙ୍କର ଓମାନ କୁହନ୍ତୁ, ହଁ ଏଇ ସବୁ ଦେଶମାନେ ହୁଁ ଯୋଉମାନେ କଟ୍ଟର ବିରୋଧୀ ଥିଲେ ଇରାନର, ସେମାନେ ତାଙ୍କ ସହିତ ବର୍ତ୍ତମାନ ନେଗୋସିଏଟ କରୁଛନ୍ତି ନିଜର ସୁରକ୍ଷା ଦୃଷ୍ଟିରୁ। ହୁଁ ସେମାନେ ଦେଖୁଛନ୍ତି ଯେ ଏଇ ଅଞ୍ଚଳରେ ଆଉ ଅଏଲ ବିଜନେସ କରିବାର ଅର୍ଥ ହଉଛି ଇରାନ ସହିତ ସମ୍ପର୍କ ଭଲ କରିକିରି, ହୁଁ ଆମେରିକାର ଦୟାରେ ନୁହେଁ, କାରଣ ଆମେରିକା ତାଙ୍କୁ ରକ୍ଷା କରିପାରିଲାନି। ଆଜ୍ଞା ଆଜି ବି ସେମାନେ ଆଟାକର ଶିକାର ହଉଛନ୍ତି ଆମେରିକା ଲାଗି। ହଁ ଆମେରିକା ଆସିଥିଲା ତାଙ୍କୁ ସୁରକ୍ଷା ଦେବା ପାଇଁ, ଆମେରିକାର ବେସ୍ ସବୁ ତିଆରି ହେଇଛି ସୁରକ୍ଷା ଦେବା ପାଇଁ, ଏବଂ ସେଥିପାଇଁ ସେମାନେ ବହୁ କୋଟି ଡଲାର ପ୍ରତିବର୍ଷ ଦିଅନ୍ତି, ଚାନ୍ଦା ହିସାବ ଆମେରିକାକୁ ଦିଅନ୍ତି ଏଥିପାଇଁ। କିନ୍ତୁ କିନ୍ତୁ ଆମେରିକା ତାଙ୍କୁ ବର୍ତ୍ତମାନ କିନ୍ତୁ ଅସୁରକ୍ଷିତ ଆମେରିକା କରିଦେଇଛି। ସୁରକ୍ଷା ଦେଇ ପାରିଲାନି, ବରଂ ହୁଁ ଆମେରିକା ଲାଗି ସେମାନେ ଅସୁରକ୍ଷିତ ହେଲେ। ଆଜି ହୁଁ ଯଦି ଆଟାକ ହଉଛି ୟୁଏଇ ଉପରେ କି ଆଜ୍ଞା ବାହାରିନ ଉପରେ କି କୁଏତ ଉପରେ, ତାହେଲେ ସେଟା ହୁଁ ହଉଛି ଆମେରିକା ଲାଗି। ଆଚ୍ଛା ଏବଂ ସେମାନେ କି ଆମେରିକାକୁ ବି ସ୍ପଷ୍ଟ କହିପାରୁନାହାନ୍ତି ଯେ ତମେ ଆମ ମାଟିରୁ ତମେ ଆଟାକ କରନି ବୋଲି, ତମେ ହୁଁ ଏଠୁ ବେସ୍ ହଟେଇ ଦିଅ ବୋଲି, କାରଣ ଇରାକ କହିଦେଲା। ହୁଁ ଇରାକରୁ ଆମେରିକାର ବେସ୍ ସବୁ ହଟିଗଲା, ଏବେ ଗୋଟିଏ ବି ଆମେରିକା କି ଇଂଲଣ୍ଡର ସୈନ୍ୟ ନାହାନ୍ତି ଆଜିର ଦିନରେ। ଆଜ୍ଞା ସାଉଦି ଆରବ କହିଲା ଯେ ଆମ ଏଇଠି ମାଟିରୁ ତମେ ଆଟାକ କରିବନି ବୋଲି, ଯାହା ବି ମିଲିଟାରୀ ଅଛି ସାଉଦି ଆରବରେ, ସେମାନେ କୌଣସି ଆକ୍ରମଣରେ ନାହାନ୍ତି ଆଉ। ତେଣୁ ହୁଁ ସେମାନଙ୍କ ସହିତ ବୋଲେ ଇରାନ ସହିତ ସେମାନେ ନେଗୋସିଏଟ କରୁଛନ୍ତି, ଆଚ୍ଛା ଚାଲିଛି ବି। ଓକେ କିନ୍ତୁ ଭାରତ ସରକାର ଭାବୁଛନ୍ତି ହୁଁ ଯେ ଇରାନକୁ ବାଇପାସ କରିକିରି ହୁଁ ଇସ୍ରାଏଲ ସହିତ ସମ୍ପର୍କ ଭଲ ଇଏ କରିକିରି
ହୁଁ ଏଇ ନିଜ ଏନର୍ଜି ସିକ୍ୟୁରିଟିଟାକୁ ଏନସିଓର କରିବା, ଏଇଟା ହୁଁ ହଉଛି ଭୁଲ। ଏଇଟା ଯୁଦ୍ଧ ପୂର୍ବରୁ ହୁଏତ ଭାରତ ସରକାର ଯଦି ଭାବୁଥିଲେ ପରିସ୍ଥିତି ସେୟା ଥିଲା, ହୁଁ ହୁଁ କିନ୍ତୁ ଯୁଦ୍ଧ ପରିସ୍ଥିତି ବଦଳି ଯାଇଛି। ଭାରତକୁ ନିଶ୍ଚୟ। ମଧ୍ୟ ପରିସ୍ଥିତି ଅନୁସାରେ ବଦଳିବା ଦରକାର। ଭାରତର କୂଟନୈତିକ ଆଭିମୁଖ୍ୟରେ ପରିବର୍ତ୍ତନ ହବା ଦରକାର ହୁଁ ଏବଂ ଭାରତ ଗଲ୍ଫ ଦେଶ ମାନଙ୍କର ଯୋଉ ରାଜନୈତିକ ପରିସ୍ଥିତି ବଦଳୁଛି ହୁଁ ସେ ଅନୁସାରେ ନିଜକୁ ଯଦି ଆଡଜଷ୍ଟ କରିପାରିବେନି ହଁ ତାହେଲେ ଆଇସୋଲେଟ ହେବେ ଏବଂ ଆମର ଏନର୍ଜି କ୍ରାଇସିସ୍ ଆହୁରି ଏଇ ଭିତରେ ଅନିଶ୍ଚିତତା ଭିତରେ ରହିବ। ନିଶ୍ଚୟ। ମୁଁ ଶେଷ ଲାଇନ୍ ଆପଣଠୁ ଜାଣିବାକୁ ଚାହିଁବି ଯେ ଯୋଉ ବଡ ହମଲାର ଚେତାବନୀ ଦେଇଛନ୍ତି, ବାସ୍ତବିକ କିଛି ଘଟିବାକୁ ଯାଉଛି କି ବଡ? ନାଇଁ ଦେଖନ୍ତୁ, ଇରାନର 70% ରୁ ଅଧିକ ହଉଛି ଇରାନ ହଉଛି ସହରୀ ସଭ୍ୟତା ଇରାନର। ହଁ ତେଣୁ ସହରରେ କମ୍ପାକ୍ଟ ଅଞ୍ଚଳରେ ଗୋଟେ ଘନ ଜନବସତି ଅଞ୍ଚଳ ସବୁ ରହିଛି। ହୁଁ ତେଣୁ ଇରାନ ଉପରେ ଯୋଉଠି ବି ଆଟାକ ହବ ଲୋକ ମୃତାହତ ହେବେ, ଏଥିରେ ସନ୍ଦେହ ନାହିଁ। ଆଚ୍ଛା କିନ୍ତୁ ସେଇ ପେନ୍ କୁ ସହ୍ୟ କରିବାର ପ୍ରସ୍ତୁତି, ମାନସିକ ପ୍ରସ୍ତୁତି ଇରାନ ବାସୀଙ୍କର ଅଛି ଏବଂ ଇରାନ ସରକାରର ଅଛି। ହୁଁ ତେଣୁ ଟ୍ରମ୍ପ ଅଧିକରୁ ଅଧିକ କଣ କରିବେ? ଆଟାକ କରିବେ, ବମିଂ କରିବେ, ହଁ ଇରାନର ଲୋକଙ୍କୁ ମାରିବେ, ଇରାନର କିଛି ଇନଫ୍ରାଷ୍ଟ୍ରକ୍ଚରକୁ ନଷ୍ଟ କରିବେ। ହଁ କିନ୍ତୁ ଇରାନର ରେଜିଷ୍ଟାନ୍ସକୁ ଏବଂ କ୍ରସ୍ ତାଙ୍କର କରିପାରିବେନି। ତୈଳ ଯଦି ଯୋଉଠି ଅଛି ଯଦି ଯଦି ତୈଳ ଉତ୍ସଗୁଡକୁ ନିଜ ନିୟନ୍ତ୍ରଣକୁ ନବା ପାଇଁ କଥା ଯୋଉଟା ନାଇଁ, କହୁଛନ୍ତି। ଶୁଣନ୍ତୁ, ନିଜ ନିୟନ୍ତ୍ରଣକୁ କେବେ ବି ଆକାଶ ମାର୍ଗରୁ କିଏ ନେଇପାରେନି। ହଁ ନିଜ ନିୟନ୍ତ୍ରଣ ହବାକୁ ହେଲେ ସ୍ଥଳ ସେନା ବୁଟ ଦରକାର ଅନ୍ ଦ ହବ ଗ୍ରାଉଣ୍ଡ ହଁ ହବା ଦରକାର। ହଁ ଯଦି ଯଦି ବୁଟ ଅନ୍ ଦ ଗ୍ରାଉଣ୍ଡ ହବନି ତାହେଲେ ସମ୍ଭବ କୌଣସି ନୁହେଁ। କୌଣସି ଶକ୍ତି, ବାହ୍ୟ ଶକ୍ତି କୌଣସି ଦେଶକୁ ହୁଁ ନିୟନ୍ତ୍ରଣକୁ ନେଇପାରିବନି। ଆଜ୍ଞା ଆଜିର ଦିନରେ ଆମେ ଭାବି ପାରିବା କି ଯେ ଇରାନର ଗୋଟେ ଅଞ୍ଚଳକୁ ଆମେରିକାର ସୈନ୍ୟ ଆସିକିରି ଦଖଲ କରିଦେବେ? ସମ୍ଭବ ହୁଁ ନୁହେଁ। ହୁଁ ଇରାନର ଟେରିଟୋରୀ ସେୟା ବି ନୁହେଁ, ଯୋଉଟା ଆଜ୍ଞା କି ଇରାକରେ ସମ୍ଭବ ହେଇଥିଲା। ଇରାନ ନୁହେଁ। ଇରାନ ନୁହେଁ ଇରାନ ଆଜ୍ଞା ଦ୍ୱିତୀୟ ହଉଛି, ଇରାକରେ ଡିଭିଜନ ବେଶୀ ଥିଲା, ସିଆ ସୁନ୍ନି ଏସବୁ ବହୁତ ବିଭିନ୍ନ ଆଜ୍ଞା ଟ୍ରାଇବ ଭିତରେ ଡିଫରେନ୍ସ ଥିଲା। କିନ୍ତୁ ଇରାନ ହଉଛି ବେସିକାଲି ସିହା କମ୍ୟୁନିଟି ଥିବା ଅଞ୍ଚଳ ହୁଁ ଏବଂ ଲୋକଙ୍କ ଭିତରେ ଇରାନର ଲୋକମାନେ ବହୁତ ସ୍ୱାଧୀନତା ପ୍ରିୟ ଲୋକ। ସେମାନେ ଆଜ୍ଞା ନିଜ ସରକାର ସହିତ ସେମାନଙ୍କର ଅସନ୍ତୋଷ ରହିଛି, ହଁ କିନ୍ତୁ ଯେତେବେଳେ ତାଙ୍କ ଉପରେ ଆକ୍ରମଣ ହୁଏ, ବିଦେଶୀ ଆକ୍ରମଣ ହୁଏ, ସେମାନେ ଏକାଠି ହେଇଯାଆନ୍ତି। ଆମେ ଦେଖିଲେ ଏତେ ବଡ ଯୁଦ୍ଧ ସମୟରେ ଗୋଟିଏ ଜାଗାରେ ବି କୋଉଠି ସରକାର ବିରୁଦ୍ଧରେ ପ୍ରତିବାଦ କରିବା କି ହୁଁ ହୁଁ ଆମେରିକା ଆଉ ଇସ୍ରାଏଲ ସମର୍ଥନରେ ବାହାରିବା ଦେଖାଗଲାନି, ଆଜ୍ଞା ଯୋଉଟା ସେମାନେ ଆଶା କରୁଥିଲେ, ଆଜ୍ଞା ଆମେରିକା ଆଉ ଅନ୍ୟମାନେ। ହୁଁ ତେଣୁ ଇରାନର ସେମାନେ ଯଦି କ୍ଷତି କରିବେ ତାହେଲେ ଇନଫ୍ରାଷ୍ଟ୍ରକ୍ଚରକୁ କ୍ଷତି କରିବେ, ଇରାନର ଲୋକଙ୍କୁ ମାରିବେ। ଆଉ ଯଦି ଅଏଲ ଇନଫ୍ରାଷ୍ଟ୍ରକ୍ଚର ଯଦି କ୍ଷତି କରିବେ ହୁଁ ତାହେଲେ ଇରାନ ପାଖରେ ବି ସଲ୍ୟୁସନ ଅଛି। ହୁଁ ଇରାନ ଭଲ ରୂପେ ଜାଣିଛି ଯେ ଆଜି ଯୋଉ ଯୁଦ୍ଧ ହଉଛି, ଏ ଯୁଦ୍ଧ ପଛରେ ଯଦିଓ ସିଧାସଳଖ ଆମେରିକା ଆଉ ଇସ୍ରାଏଲ ଅଛନ୍ତି, ହୁଁ କିନ୍ତୁ ପ୍ରଚ୍ଛଦ ପଟରେ ୟୁଏଇ ଅଛି, ବାହାରିନ୍ ଅଛି, କୁଏତ ଅଛି। ହଁ ଏମାନେ ଆଜ୍ଞା ପ୍ରଚୁର ପଇସା ଦବା ପାଇଁ ପ୍ରସ୍ତୁତ ଅଛନ୍ତି, ହୁଁ ଏମାନେ ଫାଇନାନ୍ସ କରୁଛନ୍ତି, ଏମାନେ ଉସ୍କଉଛନ୍ତି ଯେ ତମେ ଆଟାକ କର ବୋଲି ଇରାନକୁ। ଆଚ୍ଛା ତେଣୁ ଇରାନ କାଉଣ୍ଟର ଆଟାକ ହିସାବରେ ଏଇ ତିନୋଟି ଦେଶର ହୁଁ ଅଏଲ ଇନଫ୍ରାଷ୍ଟ୍ରକ୍ଚର, ଗ୍ୟାସ ଇନଫ୍ରାଷ୍ଟ୍ରକ୍ଚରକୁ ଧ୍ୱଂସ କରିବ। ହୁଁ ଯଦି ଇରାନର ଏନର୍ଜି ଇନଫ୍ରାଷ୍ଟ୍ରକ୍ଚରକୁ ଧ୍ୱଂସ କରାଯାଏ, ହୁଁ ବା ସେମାନଙ୍କର ସିଭିଲିଆନ ଇନଫ୍ରାଷ୍ଟ୍ରକ୍ଚରକୁ ଧ୍ୱଂସ କରାଯାଏ, ତାହେଲେ ଇରାନ ପାଖରେ ଯଥେଷ୍ଟ କ୍ଷମତା ଅଛି ହୁଁ ଏଇ ତିନୋଟି ଦେଶ, ଯୋଉଟା ଆମେରିକାର ପୁରା ପିଠୁ ବୋଲି କୁହାଯିବ, ଆମେରିକାର ପୁରା ହଁ ଦଲାଲ ବୋଲି କୁହାଯିବ, ହଁ ଏ ତିନିଟା ଦେଶର ସମ୍ପୂର୍ଣ୍ଣ ଇନଫ୍ରାଷ୍ଟ୍ରକ୍ଚରକୁ ଧ୍ୱଂସ କରିଦେବାର କ୍ଷମତା ଇରାନ ପାଖରେ ଅଛି। ଏବଂ ଯଦି ଏଇ ତିନିଟା ଦେଶର ଇନଫ୍ରାଷ୍ଟ୍ରକ୍ଚର ଧ୍ୱଂସ ହେଇଯିବ ହୁଁ ତାହେଲେ ଆମେରିକା ଯୁଦ୍ଧ କରିବାର କିଛି ମାନେ ରହିବନି। ସେଇ ହୁଁ ସବୁ ଦେଶର ଲୋକ, ସେଇ ସବୁ ଦେଶମାନେ ହିଁ କହିବେ ଆମେରିକାକୁ ଆଉ ଦରକାର ନାହିଁ, ଯୁଦ୍ଧ ବେଶୀ ହେଇଗଲା ବୋଲି। ତେଣୁ ହୁଁ ସେଇଟା କେବେ ବି ସମ୍ଭବ ନୁହେଁ। ଦ୍ୱିତୀୟ ହଉଛି, ଇସ୍ରାଏଲ ଉପରେ ଯୋଉ ପ୍ରକାର ଆଟାକ ବଢୁଛି, ଆଉ ଆଜ୍ଞା ଇସ୍ରାଏଲ ଉପରେ ବର୍ତ୍ତମାନ ଚୌତରଫା ଆଟାକ ହଉଛି। ଗୋଟେ ହୁଁ ପଟେ ହୁତି ମାନେ ଆକ୍ରମଣ କରୁଛନ୍ତି, ହୁଁ ଗୋଟେ ପଟେ ଆପଣ ଦେଖନ୍ତୁ ହିଜବୁଲ୍ଲା ଆକ୍ରମଣ କରୁଛି ଲେବାନନରୁ, ଆଉ ହଁ ଗୋଟେ ପଟେ ଇରାନର ମିଜାଇଲ୍ସ ଯାଉଛି, ଏବଂ ଆଜ୍ଞା ଆଉ ଗୋଟିଏ ପଟେ ବର୍ତ୍ତମାନ ସେଇଠି ବି ଗାଜାରେ ବି ଯୋଉ ହମାସ ଅଛି, ହମାସ ବି କଣ୍ଟିନ୍ୟୁସଲି ଗୋଟେ ପ୍ରେସର ଦେଇକି ରଖିଛି। ଯଦିଓ ଆଚ୍ଛା ହମାସ ବଡ ଧରଣର କିଛି ଆଟାକ କରିନି, ହୁଁ କିନ୍ତୁ ହମାସ ପାଇଁ ଆଲର୍ଟ ହେଇକିରି ସବୁବେଳେ ଯୁଦ୍ଧ ପରି ପରିସ୍ଥିତିରେ ଇସ୍ରାଏଲର ସୈନ୍ୟ ଡାଇଭର୍ଟ ହେଇକିରି ଅଛନ୍ତି। ହୁଁ ତେଣୁ ଇସ୍ରାଏଲ ଗୋଟେ ଚୌତରଫା ଆଟାକର ଶିକାର ସମ୍ମୁଖୀନ ହବାକୁ ଯାଉଛି। ହୁଁ କିନ୍ତୁ ଇସ୍ରାଏଲ ଯୋଉଟା କରୁଛି ସେ ନିଜେ ଜାଣିକିରି କରୁଛି। ହୁଁ ଇସ୍ରାଏଲ ଭାବୁଛି ଏଇଟା ହଉଛି ତାର ଶେଷ ଯୁଦ୍ଧ, ଏଇ ଯୁଦ୍ଧରେ ହଁ ଇସ୍ରାଏଲ ବୋଲି ରହିବ, ନଚେତ ଧ୍ୱଂସ ହେଇଯିବ। ଆଚ୍ଛା କାରଣ ଇସ୍ରାଏଲ ପୁରା ସମ୍ପୂର୍ଣ୍ଣ ରୂପେ ଏକ ଘରକିଆ ହେଇଯାଇଛି। ହୁଁ ଇସ୍ରାଏଲକୁ ଆମେରିକାକୁ ଛାଡିଦେଲେ ଆଉ ଖୋଲାଖୋଲି ଭାବେ କିଏ ସମର୍ଥନ କରୁନାହାନ୍ତି। ଆଚ୍ଛା ଏପରିକି ତାର ଅର୍ଥ ନିଜ ପରିସ୍ଥିତିରେ ଭୟଭୀତ ହେଇକିରି ଇରାନକୁ ଆମେ ନଷ୍ଟ କରିଦବୁ ବୋଲି କହୁଛନ୍ତି। ଏକ୍ଜାକ୍ଟଲି। ଆଉ ଦେଖନ୍ତୁ, ଯୁଦ୍ଧ ପୂର୍ବରୁ ବି ହୁଁ ଇସ୍ରାଏଲ ସପକ୍ଷରେ ମିଳିତ ଜାତିସଂଘରେ ହଉ କିମ୍ବା ଏମିତି ବି ଦେଖନ୍ତୁ କୂଟନୈତିକ ଭାବରେ ହୁଁ ପୁରା ୟୁରୋପ ଇସ୍ରାଏଲ ସପୋର୍ଟରେ ଥିଲା।
ଆଜ୍ଞା ବର୍ତ୍ତମାନ ୟୁରୋପ ଇସ୍ରାଏଲ ର ପଲିସି ନେଇକରି ୟୁରୋପରେ ପ୍ରବଳ ବିରୋଧ ହଉଛି। ୟୁରୋପର ଦେଶ ମାନେ ରାଷ୍ଟ୍ର ମାନେ ବି ସେମାନେ ବି ଷ୍ଟାଣ୍ଡ ନେଇଛନ୍ତି ଇସ୍ରାଏଲ ଯୋଉଟା କରୁଛି ଭୁଲ କରୁଛି ବୋଲି। ତେଣୁ ସମ୍ପୂର୍ଣ୍ଣ ରୂପେ ଆମେରିକା ଆଉ ଇସ୍ରାଏଲ ର ଏଇଟା ହଉଛି ଏକ ଘରିକିଆ ହେଇଯାଇଛନ୍ତି। ଏଇଟା ପ୍ରମାଣିତ ହେଇଗଲା ସେମାନଙ୍କର ଏଇଟା ଯୁଦ୍ଧ। ଏ ଯୁଦ୍ଧରୁ ସେମାନେ ବାହାରିବା ପାଇଁ ଗୋଟେ ଲଢେଇ କରୁଛନ୍ତି। ଏଇ ଯୁଦ୍ଧରୁ ଗୋଟେ ସମ୍ମାନଜନକ ଗୋଟେ ରେସ୍ପେକ୍ଟେବୁଲ ଏକ୍ଜିଟ୍ ପାଇଁ ସେମାନେ ଗୋଟେ ଶେଷ ଉଦ୍ୟମ କରୁଛନ୍ତି ଯେ ଇରାନ ଉପରେ ଅଧିକ ପ୍ରେସର ଦେଲେ ହୁଏତ ଇରାନ ରାଜି ହେଇଯିବ, ହୁଏତ ଅଧିକ କ୍ଷତି ହେଲେ ସେମାନେ ଆମ ସହିତ କମ୍ପ୍ରମାଇଜ କରିବେ, କିନ୍ତୁ କଦାପି ଏଇଟା ସମ୍ଭବ ହବନି। ଏଇଟା ସେମାନେ ଆହୁରି ନିଜକୁ ଆହୁରି ଭିତରକୁ ଅଧିକ ସମସ୍ୟା ଭିତରକୁ ସଂକଟ ଭିତରକୁ ଠେଲି ଦଉଛନ୍ତି। ଆଜ୍ଞା ବହୁତ ବହୁତ ଧନ୍ୟବାଦ ଭାଲଚନ୍ଦ୍ର ବାବୁ। ବର୍ତ୍ତମାନର ଯୋଉ ଯୁଦ୍ଧର ପରିସ୍ଥିତି ରହିଛି ତାକୁ ଆପଣଙ୍କଠୁ ବୁଝିବାକୁ ଆମେ ଚାହୁଁଥିଲୁ ଯେ ବାସ୍ତବିକ ଭାବରେ କଣ ପରିସ୍ଥିତି ରହିଛି ଏବଂ ଯୋଉ ପ୍ରକାର ଧମକ ଆଉ ଚେତାବନୀ ମାନ ଦିଆଯାଉଛି ତାର ପରିଣତି କଣ ହବାକୁ ଯାଉଛି, କିଏ ପରିଣାମ ତାର ଭୋଗିବାକୁ ଯାଉଛି, ଏ ସମ୍ପର୍କରେ ଆମେ ଚର୍ଚ୍ଚା କରୁଥିଲେ। এই ସ୍ୱତନ୍ତ୍ର ଆଲୋଚନାକୁ ଏଇଠି ରଖୁଛି। ନମସ୍କାର।